ଭୁଲ ହେବା ମଣିଷର ପ୍ରକୃତି ଅଟେ। ଭୁଲ ମାନିଯିବା ସଂସ୍କାର ଅଟେ। ଭୁଲକୁ ସୁଧାରିକି ଆଗକୁ ବଢ଼ିବା ପ୍ରଗତି ଅଟେ। ଜୀବନରେ ଗୋଟିଏ ଉତ୍ତମ ଶିକ୍ଷା ଅନେକ ଡେରିରେ ମିଳେ କି? ମିତ୍ରତା କର କିମ୍ବା ପ୍ରେମ କର, କିନ୍ତୁ ଉପେକ୍ଷା କାହାଠାରୁ ବି କରନି। ଯାହା ଘଟି ଚାଲିଛି, ଆଗକୁ ଯାହା ଘଟିବାକୁ ଯାଉଛି, ଯାହା ଘଟି ସାରିଛି, ସେସବୁ ପାଇଁ ମୁଁ କାରଣ। ମୁଁ ହିଁ କାରଣ। ସେଥିପାଇଁ ତ ମୁଁ ଅନାଦି କାରଣ। କିନ୍ତୁ ତୁମ କର୍ମର କାରଣ ତୁମ କର୍ମ ପାଇଁ ମିଳୁଥିବା କର୍ମଫଳର କାରଣ। କେବଳ ମୁଁ ତୁମକୁ ବଞ୍ଚାଇବା ପାଇଁ ବାଧ୍ୟ ନୁହେଁ ସେ ପର୍ଯ୍ୟନ୍ତ, ଯେଉଁ ପର୍ଯ୍ୟନ୍ତ ତୁମେ ମୋ ଶରଣରେ ନାହିଁ। ଏତେ ବି ତୁମେ ଧର୍ମରେ ନାହିଁ, ଏତେ ବି ତୁମେ ସତ୍ୟରେ ନାହିଁ, ଏତେ ବି ତୁମେ ନ୍ୟାୟରେ ନାହିଁ। ଝଡ଼ କି ପବନ ଯେତେ ପ୍ରଖର ହଉ, କିନ୍ତୁ ପର୍ବତର କିଛି କରିପାରେନି। ସେହିପରି ନିନ୍ଦା କି ପ୍ରଶଂସା ଯେତେ ପ୍ରଖର ହଉ, ଜ୍ଞାନୀ ଏବଂ ଗୁଣୀ ଲୋକଙ୍କୁ କିଛି ପ୍ରଭାବ ପକାଇ ପାରେନି। ପ୍ରେମ ଜଣକ ସହ ବି ଯଥେଷ୍ଟ ଯଦି ତାହା ହୃଦୟରୁ କରାଯାଇଥାଏ। ଯଦି କେବେ ପ୍ରେମ ଏବଂ କର୍ତ୍ତବ୍ୟ ଭିତରୁ କିଛି ବାଛିବାକୁ ଥାଏ, ତେବେ କର୍ତ୍ତବ୍ୟକୁ ବାଛନ୍ତୁ। ପ୍ରଭୁ ରାମଚନ୍ଦ୍ରଙ୍କ ପାଖରେ ଅନେକ ବିକଳ୍ପ ଥିଲା, କିନ୍ତୁ ସେ କେବଳ ନିଜ ରାଜ୍ୟ କର୍ତ୍ତବ୍ୟ ପାଳନ କରିଥିଲେ ଏବଂ ମାତା ସୀତାଙ୍କୁ ପୁଣି ଥରେ ଅରଣ୍ୟରେ ଛାଡ଼ିବାକୁ ଆଦେଶ କରିଥିଲେ। ଠିକ୍ ରାସ୍ତାରେ ଚାଲିବା ଟିକେ କଷ୍ଟ ନିଶ୍ଚୟ, କିନ୍ତୁ ସେହି ରାସ୍ତାରେ ତୁମକୁ କେହି ହରାଇ ପାରିବେ ନାହିଁ। ଯିଏ ଯାହା କହୁ, ଗୋଟିଏ କଥା ମନେ ରଖ, ନିଜ ହୃଦୟର ଦୁଃଖ ନିଜ ପାଖେ ଲୁଚାଇ ରଖ। କାରଣ ଯାହା ଖବର କାଗଜରେ ବି ଛପି ପାରେନି, ତାହା ଗାଁ ସାରା ଡିବି ଡିବି ହୋଇ ବାଣ୍ଟି ହୋଇଯାଏ। ବନ୍ଧୁଗଣ, ଯଦି ଆପଣ କାହା ପାଖରେ ଅପ୍ରିୟ ହେବାକୁ ଚାହାନ୍ତି ନାହିଁ, କାହାର ଶତ୍ରୁ ହେବାକୁ ଚାହାନ୍ତି ନାହିଁ, ତେବେ କାହା ସ୍ୱାର୍ଥରେ ବାଧକ ସାଜନ୍ତୁନି। କାହାକୁ ଅପ୍ରିୟ ସତ କୁହନ୍ତୁ ନାହିଁ। କାହାକୁ ଯୋଡ଼ିବାକୁ ଚେଷ୍ଟା କରନ୍ତୁ ନାହିଁ। କାହାକୁ ସୁଧାରିବାକୁ ଚେଷ୍ଟା କରନ୍ତୁ ନାହିଁ। ଏଠି ଖରାପ ଲୋକଙ୍କୁ ପୁରସ୍କାର ଦିଆଯାଏ ଏବଂ ଭଲ ଲୋକଙ୍କୁ ତିରସ୍କାର କରାଯାଏ। ସମ୍ପର୍କ ସରିଗଲେ ପ୍ରେମ ସରିଯାଏନି। ହୃଦୟରେ ତ ସିଏ ବି ରୁହନ୍ତି ଯିଏ ଦୁନିଆରୁ ବିଦାୟ ନେଇ ଯାଆନ୍ତି। ସମୟ ତା ପାଇଁ ନିଶ୍ଚୟ ବଦଳିଥାଏ। ଯିଏ ସମୟକୁ ସମୟ ଥାଉ ଥାଉ ବୁଝି ଯାଇଥାଏ। କାହାକୁ ଏତେ ଭଲ ପାଅନି କି ତାଙ୍କର ଭୁଲ ଦେଖାଯିବନି, ଆଉ ଘୃଣା ଏତେ କରନି କି ତାଙ୍କ ଭଲ ଗୁଣ ବି ଦେଖାଯିବନି। କାହା ପାଇଁ ବୋଝ ହେବା ଅପେକ୍ଷା ତାଙ୍କ ପାଇଁ ସ୍ମୃତି ହୋଇଯିବା ଅଧିକ ଭଲ ହୋଇଥାଏ। ସେହି ମଣିଷ କେବେ ଧୋକା ଦେବ ନାହିଁ ଯିଏ ଧୋକାର ଅର୍ଥ କ'ଣ ଜାଣିଛି, ଯିଏ ଧୋକାର ଠକକୁ ଅନୁଭବ କରିସାରିଛି। ସୌଭାଗ୍ୟକୁ ପାଇବା ଭଗବାନଙ୍କ ବହୁତ କଷ୍ଟ କରିଦେଇଛନ୍ତି, କାରଣ ଭଗବାନ ବି ଜାଣିଛନ୍ତି ସହଜରେ କିଛି ମିଳିଗଲେ ମଣିଷ ତାର ଯତ୍ନ ନିଏ ନାହିଁ। ଯଦି ଜୀବନରେ ସ୍ୱପ୍ନ ସ୍ଥିର ଅଛି, ତେବେ ଭୁଲରେ କାହାକୁ ନିଜର ସ୍ୱପ୍ନ ବିଷୟରେ ଜଣାନ୍ତୁନି। ନୀରବତାର ସହ କାର୍ଯ୍ୟ କରି ଚାଲନ୍ତୁ। ଯେବେ ଆପଣଙ୍କ ସ୍ୱପ୍ନ ବାସ୍ତବରେ ସତ ହେବ, ତେବେ ଆପେ ଆପେ ଚାରିଆଡ଼େ କୋଳାହଳ ବ୍ୟାପିବ। ସଂସାର କରିଥିଲେ ପଥର ପଡ଼ିଲେ ସହିବାକୁ ପଡ଼େ, କିନ୍ତୁ ଯେତେବେଳେ କେବଳ ଜଣକୁ ହିଁ ସହିବାକୁ ପଡ଼ିବ, ଅର୍ଥ ସେଠାରେ ପ୍ରେମ ଆଉ ବୁଝାମଣା ସବୁ ଏକତରଫା ହୋଇଥାଏ। ମଣିଷ ତ ଏମିତି ଗର୍ବ କରିଥାଏ, ପ୍ରକୃତରେ କେବଳ ସମୟ ହିଁ ରାଜା ହୋଇଥାଏ। ଯିଏ କେତେବେଳେ କାହାକୁ ବି ରାଜାରୁ ଚାକର ଦେବ କିମ୍ବା ଚାକରରୁ ରାଜା କରିଦେବ, ତାହା କାହାକୁ ବି ଜଣାନଥାଏ। ଦସ୍ୟୁ ରତ୍ନାକର ବାଲ୍ମୀକି ହୋଇ ଶିଖେଇ ଦେଲେ ଗଲେ। ସବୁ ସୁଖ, ସବୁ ସମ୍ପଦ, ସବୁ ଗାରିମା ଯେତେ ରୋଜଗାର କଲେ ସମସ୍ତେ ଭୋଗିବେ, କିନ୍ତୁ ରୋଜଗାର ପାଇଁ ମିଳୁଥିବା ପ୍ରତ୍ୟେକଟି ପାପ ଏବଂ ଅଭିଶାପ କେବଳ ନିଜର, ତାକୁ କେହି ବାଣ୍ଟିବେ ନାହିଁ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି, ସହିବା ପୂର୍ବରୁ ରାଗ ହିଂସା ଛାଡ଼ି ସମସ୍ତଙ୍କୁ କ୍ଷମା କରିଦିଅ।
ରାତିରେ ଶୋଇ ସକାଳୁ ଉଠିବା ପୂର୍ବରୁ ମୁଁ ତୁମକୁ କ୍ଷମା କରିଦେବି। ଖରାପ ମଣିଷ ସେହି ସମୟରେ ହିଁ ଜିତି ଯାଇଥାଏ ଯେତେବେଳେ ଠିକ୍ ମଣିଷ ଚୁପ୍ ହୋଇଯାଏ। ଯେଉଁ ପ୍ରେମରେ ସ୍ୱାର୍ଥ, ସର୍ଥ ଆଉ ମିଛ ଏହି ତିନୋଟି ଜିନିଷ ଥାଏ, ସେହି ପ୍ରେମ କେବେ ସଚ୍ଚା ପ୍ରେମ ହୋଇନଥାଏ। ମିଛ ପ୍ରେମ କରୁଥିବା ପୁରୁଷକୁ ଏହି ତିନୋଟି ଲକ୍ଷଣରୁ ଚିହ୍ନନ୍ତୁ। ସିଏ ତୁମ ହୃଦୟକୁ ନୁହେଁ ବରଂ ତୁମ ଶରୀରକୁ ଭଲ ପାଇବ। ସିଏ ତୁମକୁ ସମ୍ମାନ ଦେବ ନାହିଁ। ତୁମକୁ କେବଳ ଭଲ ପାଉଛି ବୋଲି କହିହେବ କିନ୍ତୁ ବାହାଘର କଥାରେ ବାହାନା କରିବ। କାହାକୁ ଭଲ ପାଇବା ଭଲ ହୋଇଥାଏ କିନ୍ତୁ ଭଲ ପାଇବାର ଅନ୍ଧ ହୋଇଯିବା ଭୁଲ ହୋଇଥାଏ। ଏପରି ଭୁଲ ଭବିଷ୍ୟତକୁ ବି ଅନ୍ଧାର କରିଦିଏ। କ୍ରୋଧରେ କୁହାଯାଇଥିବା ଗୋଟିଏ ଶବ୍ଦ ଏତେ ବିଷାକ୍ତ ହୋଇଥାଏ କି ଭଲ ହୃଦୟରୁ କୁହାଯାଇଥିବା 1000 ମିଠା କଥାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥାଏ। ଏହି କଥା କେବେ କରନ୍ତୁ ନାହିଁ। ସେହି ମଣିଷଙ୍କ ପାଇଁ କେବେ ଚିନ୍ତା କରନ୍ତୁ ନାହିଁ ଯିଏ ତୁମକୁ ଅଣଦେଖା କରୁଛି। ସେହି ମଣିଷକୁ କେବେ ପ୍ରେମ କର ନାହିଁ ଯିଏ ତୁମକୁ ସମ୍ମାନ ଦିଏ ନାହିଁ। ସେହି ମଣିଷ ପାଇଁ କେବେ ସମୟ ବର୍ବାଦ କରନ୍ତୁ ନାହିଁ ଯାହା ପାଖରେ ତୁମ ପାଇଁ ସମୟ ନାହିଁ। ଏହି ଦୁଇଟି ଶବ୍ଦ ଛୋଟ ହୋଇପାରେ କିନ୍ତୁ କମ୍ ନୁହେଁ। ଗୋଟିଏ ହଁ, ଅନ୍ୟଟି ନା। ସମ୍ପୂର୍ଣ୍ଣ ଜୀବନ ଏବଂ ଦୁନିଆକୁ ବଦଳାଇବାର ସାମର୍ଥ୍ୟ ରଖନ୍ତି ଏହି ହଁ ଏବଂ ନା। ଜୀବନରେ ଭଲ ଦିନ ଦେଖିବାକୁ ଚାହୁଁଥିଲେ ଖରାପ ଦିନ ସହ ଲଢ଼ିବାକୁ ପଡ଼ିଥାଏ। ରାଜାଙ୍କ ଭଳି ବଞ୍ଚିବାକୁ ହେଲେ ପରିଶ୍ରମ ବି ଗଧ ଭଳି ଆଉ ବୁଦ୍ଧିମନ୍ତ୍ରୀଙ୍କ ଭଳି ଆଉ ଶୀଘ୍ରତା ଘୋଡ଼ା ଭଳି ହୋଇଥିବା ଦରକାର। ନିଜ ଅଭ୍ୟାସକୁ ବଦଳାଇ ଦିଅନ୍ତୁ। ଦିନେ ଆପଣଙ୍କ ଦିନ ବଦଳିଯିବ, ନହେଲେ ସେଇଆ ହିଁ ଚାଲିବ ଯାହା ଆଜି ପର୍ଯ୍ୟନ୍ତ ଚାଲି ଆସୁଛି। ରାଗ ରୁଷା ପରେ ସିଏ ପ୍ରଥମେ କଥା ହୋଇଥାଏ ଯାହା ମନରେ ପ୍ରକୃତ ପ୍ରେମ ଥାଏ। ପିଠି ପଛରେ ଗପୁଥିବା ମଣିଷଙ୍କୁ କେବେ ପଛକୁ ଚାହିଁ ଦେଖନ୍ତୁ ନାହିଁ। କାରଣ ଛାଇ ଶରୀରଠାରୁ ଯେତେ ବଡ଼ ହେଉନା କାହିଁକି କେବେ ଶରୀରଠାରୁ ଜିତି ପାରିବନି। ଶ୍ରଦ୍ଧା ଜ୍ଞାନ ଦେଇଥାଏ, ନମ୍ରତା ମାନ ଦେଇଥାଏ, ଯୋଗ୍ୟତା ସ୍ଥାନ ଦେଇଥାଏ ଏବଂ ଏହି ତିନୋଟି ଯାହା ପାଖରେ ଥାଏ ସିଏ ସବୁ ସ୍ଥାନରେ ସମ୍ମାନ ପାଇଥାଏ। ଶିକ୍ଷା ଆଉ ସଂସ୍କାର ହିଁ ମଣିଷର ପ୍ରକୃତ ପରିଚୟ ଦର୍ଶାଇଥାଏ। ଶିକ୍ଷା ଉନ୍ନତି ପଥରେ ଚଲାଏ ଆଉ ସଂସ୍କାର କେବେ ତଳକୁ ଖସିବାକୁ ଦେଇନଥାଏ। ଆଜି ପାଇଁ ଭିଡ଼ିଓଟି ଏତିକି। ଭିଡ଼ିଓଟି ଯଦି ଭଲ ଲାଗିବ ଲାଇକ୍, ସେୟାର, କମେଣ୍ଟ କରିବା ପାଇଁ ଜମାରୁ ଭୁଲିବେନି। ଚ୍ୟାନେଲରେ ଯେଉଁମାନେ ନୂଆ ଅଛନ୍ତି ପ୍ଲିଜ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଥ୍ୟାଙ୍କ ୟୁ। ଲୋକେ ତୁମ ପ୍ରଶଂସା କଲେ ଖୁସି ହୋ ନାହିଁ କି ନିନ୍ଦା କଲେ ଦୁଃଖ କର ନାହିଁ। କାରଣ ଲୋକଙ୍କ କଥାରେ କୋଇଲା କେବେ ସୁନା ହେବ ନାହିଁ। ସମସ୍ତେ ଭଲ କର୍ମ କରିବାକୁ ଚାହାନ୍ତି କିନ୍ତୁ ସମୟ ଓ ପରିସ୍ଥିତିରେ ପଡ଼ି ମଣିଷ ଏପରି କର୍ମ କରିବାକୁ ବାଧ୍ୟ ହୁଏ ଯାହାକି ସେ ନିଜ ସ୍ୱପ୍ନରେ ଭାବିନଥାଏ। ସମାଜର ପରିବର୍ତ୍ତନ ପ୍ରଥମେ ନିଜ ଘରୁ ଆରମ୍ଭ କର, ତାପରେ ପାଖ ପଡ଼ୋଶୀ, ବସ୍ତି, ଗାଁ ଗଣ୍ଡା ଓ ସ୍କୁଲରୁ ଆରମ୍ଭ କର। ଯିଏ ଧୈର୍ଯ୍ୟର ସହିତ ଅପେକ୍ଷା କରିବା ଜାଣିଥାଏ ତା ପାଖକୁ ସବୁ ଜିନିଷ କୌଣସି ନା କୌଣସି ପ୍ରକାରରେ ନିଶ୍ଚିତ ପହଞ୍ଚିଥାଏ। ଯିଏ ତୁମ ଆଗରେ ନିଜର ଦୁର୍ବଳତା କହୁଛି ତାର ଦୁର୍ବଳତାକୁ ନେଇ କେବେ ତାର ମଜାକ ଉଡ଼ାଅ ନାହିଁ। କାହିଁକି ନା ସେ ତୁମକୁ ସେତିକି ବିଶ୍ୱାସ କରିଛି ବୋଲି ତ ତୁମ ଆଗରେ ତାର ଦୁର୍ବଳତାର ପ୍ରକାଶ କରିଛି।